ଶ୍ରୋତାବନ୍ଧୁ, ଆଜି କଥାକାର ମନୋଜ ଦାସଙ୍କ ଏକ ସୁନ୍ଦର ଗପ ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରୁଛି। ଗପଟିର ଶୀର୍ଷକ ହେଉଛି ଅନେକ ସ୍ମିତ ହସ। ଗପଟି ଏମିତି: ତାଙ୍କୁ ଅନବରତ ହରକତ କରିବା ଯେ ଏ ଚରାଚର ଦୁନିଆର ଅନ୍ୟତମ ଗୂଢ଼ ଉଦ୍ଦେଶ୍ୟ, ରାଓ ବାବୁ ବହୁ ଦିନରୁ ଏ ସନ୍ଦେହ ମନ ଭିତରେ ପୋଷଣ କରୁଥିଲେ। କିନ୍ତୁ ଗତ ରବିବାର ସକାଳେ କିଛି ସମୟ ନିମନ୍ତେ ତାଙ୍କର ସେ ସନ୍ଦେହ ଦୃଢ଼ ପ୍ରତୀତିରେ ପରିଣତ ହୋଇଥିଲା। ପ୍ରଥମତଃ ତାଙ୍କ ତଳମହଲାର ନବାଗତ ବାସିନ୍ଦା ପୂରା ଦମରେ ପାଣି ଟେପ୍ ଖୋଲି ଯଥେଚ୍ଛା କାରବାର କରିବା ଫଳରେ ଗାଧୁଆ ଘରେ ରାଓ ତାଙ୍କ ପ୍ରଶସ୍ତ ଚନ୍ଦାର ମାତ୍ର ଅର୍ଦ୍ଧେକ ଅଞ୍ଚଳକୁ ଶୀତଳ କରିପାରିଥିଲେ। ଦ୍ୱିତୀୟତଃ ଚା କପ୍ଟି ଓଠ ସ୍ପର୍ଶ କରିବା ମୁହୂର୍ତ୍ତରେ ଝରକା ସେପଟରୁ ହକର ବାଳକ ରକେଟ୍ ବେଗରେ ରବିବାସରୀୟ ସରସ ପତ୍ରିକା ଖଣ୍ଡିକ ନିକ୍ଷେପ କରନ୍ତେ, ଯାହା ପରିବର୍ତ୍ତେ ତାଙ୍କ ଓଠ ପତ୍ରିକାଟିର ପୃଷ୍ଠ ଦେଶରେ ବିଜ୍ଞପିତ ଏକ ସୁଧାର ଗଣ୍ଡାରଟିକୁ, ଅର୍ଥାତ୍ କୌଣସି ସ୍ନୋ ମାଖିଲେ ଯାହାର ଚମଡ଼ା ମଖମଲ ବନିଯାଏ ବୋଲି କମ୍ପାନୀର ବକ୍ତବ୍ୟ, ଆକୁ ଚୁମ୍ବନ କଲା। ଉତ୍ତପ୍ତ ଚାହାର ଜ୍ୱାଳା ସମଗ୍ର ପେଟକୁ ପ୍ଳାବିତ କରି ବହିଗଲା ମନ ଭିତରକୁ। ଘଣ୍ଟାଏ ପରେ ମଧ୍ୟ ସେ ଯେତେବେଳେ ରାଜପଥରେ ସାଇକେଲ ଚଢ଼ି ଚାଲିଥିଲେ, ସେ ଜ୍ୱାଳା ଥିଲା ଅତୁଟ। ଅତଏବ ବିପରୀତ ଦିଗରୁ ତାଙ୍କ ହାକିମକୁ କାର ଚଲାଇ ଆସିବାର ଦେଖି ନମସ୍କାରଟିଏ କରିବାର ଆବଶ୍ୟକତା କଥା ଚିନ୍ତା କରି ତାଙ୍କର ସେ ଜ୍ୱାଳା ଦ୍ୱିଗୁଣିତ ହୋଇଗଲା। ତଥାପି ସେ ନମସ୍କାର କଲେ ସେଇ ଚଳମାନ ଅବସ୍ଥାରେ, ମୁହଁରେ ଏକାଗ୍ର ଭକ୍ତି ଫୁଟାଇ, ଗୋଟାଏ ହାତ ଟେକି ମସ୍ତକ ଯଥାସମ୍ଭବ ଅବନତ କରି। କିନ୍ତୁ ହାକିମ ସେ ପ୍ରତି ଦୃକ୍ପାତ ନ କରି ଉପରକୁ ଅନାଇ ପେଁକାଳି ଟିପି ଆଗକୁ ମାଡ଼ି ଚାଲିଲେ। ରାଓ ଗୋଟାଏ ଜନପ୍ରିୟ ବିରକ୍ତି ବ୍ୟଞ୍ଜକ ଉଚ୍ଚାରଣ କରିବାକୁ ଯାଉଥିଲେ, କିନ୍ତୁ ସେତେବେଳକୁ ତାଙ୍କ ନମସ୍କାରର ପ୍ରତିକ୍ରିୟା ଏକ ଚିତ୍ତାକର୍ଷକ ଦୃଶ୍ୟ ସୃଷ୍ଟି କରିସାରିଥାଏ। ଅର୍ଥାତ୍ ହାକିମଙ୍କ କାରର ଠିକ୍ ପଛକୁ ସାଇକେଲ ଚଢ଼ି ଆସୁଥିଲେ ତିନିଜଣ ଭଦ୍ରଲୋକ। ରାଓଙ୍କ ଅଚାନକ ନମସ୍ୟ କିଏ ସେ ସମ୍ପର୍କରେ ଅଜ୍ଞ ସେ ତିନିଏ ଏକ ସମୟରେ ପ୍ରତି ନମସ୍କାରର ଆଚାର ପାଳନ କରିସାରି ତତ୍କ୍ଷଣାତ୍ ତାର ଔଚିତ୍ୟ ସମ୍ପର୍କରେ ସନ୍ଦିହାନ ହୋଇ ପରସ୍ପର ପ୍ରତି ଦୃକ୍ପାତ କରିବାକୁ ଲାଗିଲେ। ଫଳରେ ତିନିଏ ହେଲେ ଭାରସାମ୍ୟଚ୍ୟୁତ। ରବିବାସରୀୟ ଅଳସ ରାଜପଥରେ ସଂଘଟିତ ହେଲା ଏକ ମନ୍ଥର ମଧୁର ସମବେତ ପତନ। ପଛକୁ ଅନାଇ ରାଓ ହସିଲେ। ଚାହା ପତନଜନିତ ଦେହ ଓ ମନର ଜ୍ୱାଳା ଏକ ପୁଲକପ୍ରଦ ଶିହରଣ ଭିତରେ ପ୍ରଶମିତ ହୋଇଗଲା। ଭୂପତିତ ସୁଧୀଜନ ତିନିଙ୍କ ଉଦ୍ଦେଶ୍ୟରେ ସେ କୃତଜ୍ଞତା ଅନୁଭବ କଲେ। ସେମାନେ ଭଲ ବୋଲି ସିନା ତାଙ୍କୁ ପ୍ରତି ନମସ୍କାର ଜଣାଇବାକୁ ତତ୍ପର ହୋଇ ଉଠିଥିଲେ, ଯଦିଓ ଭୁଲ ବଶତଃ ବାସ୍ତବିକ ଏଇ ଖରାପ ଦୁନିଆରେ କେହି କେହି ଭଲ ଲୋକ ଅଛନ୍ତି, ଅଥବା ଖରାପ ଲୋକଙ୍କ ଭିତରେ ବି ଥରେ ଥରେ ଭଲତ୍ୱର ଉନ୍ମିଳନ ହୋଇଥାଏ। ବାସ୍ତବିକ ମଣିଷଠାରୁ ଅଧିକ ବିଚିତ୍ର ବ୍ୟାପାର ଏ ଜଗତରେ ଆଉ କିଛି ନାହିଁ। ସେଇ ଯେଉଁ ଭଦ୍ରଲୋକଟି ଚାଲି ଯାଉଛନ୍ତି, ତାଙ୍କ ମୁଣ୍ଡରେ ହୁଏତ କାହା ଉଦ୍ଦେଶ୍ୟରେ ରାଗର ନିଆଁ ହୁତ୍ ହୁତ୍ ହୋଇ ଜଳୁଥିବ, ଅଥଚ ମୁଣ୍ଡରେ ଟୋପିଟିଏ ମଡ଼ାଇ ସେ ଦେଖାଉଛନ୍ତି ଯେ ସେ ଏକାନ୍ତ ନିରୀହ। ସୋଲ ଆଉ କନାରେ ତିଆରି ଟୋପିଟିଏ ଚାପି ଧରିଛି ଯେଉଁ ମଗଜକୁ, ସେ ମଗଜ ଆଉ ଏମିତି କ'ଣ ଗରମ ହୋଇପାରେ? ଏପଟେ ଆଉ ଜଣେ ବ୍ୟକ୍ତି ପ୍ରଶସ୍ତ ଚିତା ଚୈତନ୍ୟ ମୁଦ୍ରା ଦେଇଛନ୍ତି ନିଜ ଶିରରେ, ଅର୍ଥାତ୍ ସେ ମୁଦ୍ରା ଭାଙ୍ଗି ଆଉ କିଛି ପଶିବାର ପ୍ରଶ୍ନ ଯେମିତି ନାହିଁ। ଅଦୂରର ସେ ଫିଟଫାଟ ଯୁବକଟି ଅଦ୍ୟ ରବିବାର ଦ୍ୱିପ୍ରହରରେ ହୁଏତ ଗୋଟାଏ କୁକୁଡ଼ା ବେକ ମୋଡ଼ିବାର ଯୋଜନା କରୁଥିବ, ଅଥଚ ନିଜ ବେକଟାକୁ ଟେରିଲିନ୍ ଟାଇରେ ବାନ୍ଧି ପକାଇ ସେ ନିରୀହ ବୋଲାଇ ବାଟ ଚାଲୁଛି। ଆଉ ଏଇ ଭଦ୍ରଲୋକଟି ପଞ୍ଜାବୀ ପିନ୍ଧିଛନ୍ତି କାହିଁକି? କଲର ନଥିବା ଜାମା ପିନ୍ଧିବାର ମତଲବ କ'ଣ? ମାନେ ହେଇଟି ମୋର ପୂରା ବେକ ଏକାନ୍ତ ଆପଣଙ୍କ ସେବାରେ, ମୋତେ ହାଣକୁ ନେଇପାରନ୍ତି। ଆହା, କେଡ଼େ ନିରୀହ ସତରେ! ହୃଦୟରେ ଅଟ୍ଟହାସ୍ୟ ହସି ରାଓ କହିଲେ, ଦୁନିଆର ପିଲେ, ତୁମକୁ ମୁଁ ଚିହ୍ନେ। ତେବେ ହଁ, ଗୋଟାଏ ଦୃଷ୍ଟିରୁ ଦେଖିଲେ ବିଚାରାମାନେ ଭଲ ନୁହନ୍ତି ତ ଆଉ କ'ଣ? ନିରୀହ ଦେଖାଯିବା ପ୍ରୟୋଜନ ଏତକ ତ ସେମାନେ ଅନୁଭବ କରୁଛନ୍ତି।
ନିରୀହ ହେବାର ପ୍ରୟୋଜନ ବୋଧରୁ ସିନା ନିରୀହ ଦେଖାଯିବାର ପ୍ରୟୋଜନ ବୋଧର ଜନ୍ମ। ରାଓ ସ୍ନେହସିକ୍ତ ଚିତ୍ତରେ ଦୁନିଆର ପିଲାଙ୍କ ବଦନ ମଣ୍ଡଳଟି ମାନ ଅବଲୋକନ କରିବାକୁ ଲାଗିଲେ। ତାଙ୍କ ବାମ ପାଖ ଦେଇ ଗୋଟାଏ ରିକ୍ସାରେ ବସି ସମୁଦାୟ ରିକ୍ସାଟାରେ ବସି ଜଣେ ପ୍ରକାଣ୍ଡ ମଣିଷ ଯାଉଥିଲେ। ତାଙ୍କ ନାକଟା ନାକମାନଙ୍କ ଭିତରେ ହାତୀ। ସର୍ପାକୃତି ନିଶ ଦୁଇଟି ଅକ୍ଟୋପାସର ବାହୁ ଭଳି କାହାକୁ କାବୁ କରିବା ପାଇଁ ଯେମିତି ଛଟପଟ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟ, ଲୋକଟା ରାଓଙ୍କ ଆଡ଼କୁ ଅନାଇ ঈଷତ୍ ହସି ମୁଣ୍ଡ ଟୁଙ୍ଗାରିଲା। କେଡ଼େ ବାଧ୍ୟ ଭାବରେ ସେ ନାକ ଓ ହିଂସ୍ର ନିଶ ଟୁଙ୍ଗାରି ହୋଇଗଲେ। ରାଓ ବିସ୍ମିତ ହେଲେ ଓ ଖୁସି ହେଲେ। ଗୋଟାଏ ଇଂରାଜୀ ଅଭିବ୍ୟକ୍ତି ଜିଭକୁ ଆସୁଛି, କ'ଣଟି? ହଁ, ମିଲ୍କ ଅଫ୍ ହ୍ୟୁମାନ୍ କାଇଣ୍ଡନେସ୍। ହଁ, ସେଇ ହିଂସ୍ର ନିଶ ସଂକୁଳ ଲୋକଟିର ଦାନ୍ତଗୁଡ଼ିକ ଦୁଧ ଭଳି ଧଳା, ଆଉ ସମଗ୍ର ଲୋକଟା ଖୁବ୍ ଦୟାଳୁ। ନିରୋଳା ବୈପରୀତ୍ୟ ରସ ଆସ୍ୱାଦନ କରିବା ସକାଶେ ଜଣେ କ୍ଷୀଣ ଖର୍ବକାୟ ବ୍ୟକ୍ତି ଉପରେ ନିବଦ୍ଧ ହୋଇସାରିଲା। ତାପରେ ତାଙ୍କର ସଦର୍ପ ପଦକ୍ଷେପରୁ ମନେ ହେଉଥିଲା ଯେମିତି ପ୍ରତି ପାହୁଣ୍ଡରେ ସେ ତାଙ୍କ ଅସ୍ତିତ୍ୱ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଅଦୃଶ୍ୟ ଶତ୍ରୁମାନଙ୍କୁ ଦମନ କରି କରି ବାଟ ଚାଲିଛନ୍ତି। ରାଓ ଏ ବ୍ୟକ୍ତିଟିକୁ ବହୁ ବାର ଦେଖିଛନ୍ତି ପୂର୍ବରୁ। ସର୍ବଦା ଗୋଟାଏ ବଡ଼ ଧରଣର ବହି ସେ କାଖ ତଳେ ଜାକିଥାନ୍ତି, ଯେମିତି ନିଜ ବପୁର କମତିକୁ ପୂରଣ କରିବା ପାଇଁ। ଆଶ୍ଚର୍ଯ୍ୟ, ରାଓଙ୍କ ଉପରେ ଆଖି ପଡ଼ିବାରୁ ସେ ବି ଆଜି ଟିକେ ହସିଦେଲେ। ଅତି ଶୀଘ୍ର ରାଓ ଏଇଆ ଆବିଷ୍କାର କରି ଚମତ୍କୃତ ହେଲେ ଯେ ଆହୁରି 2-4 ଜଣ ପଥଚାରୀ, କିଏ ରିକ୍ସାରୂଢ଼, କିଏ ସାଇକ୍ଳାରୋହୀ, କିଏ ପଦଯାତ୍ରୀ ତାଙ୍କୁ ଅନାଇ ସ୍ମିତ ହସଟିମାନ ଫୁଟାଇ ଯେ ଯା ପଥରେ ଚାଲିଗଲେଣି। ଅଥଚ ରାଓ ସେମାନଙ୍କ ଉପରକୁ 2 ସେକେଣ୍ଡରୁ ଅଧିକ କାଳ ଦୃଷ୍ଟିପାତ କରିନାହାନ୍ତି। ଏପରିକି ନାନାଦି ପ୍ରସାଧାନବୃତ୍ତା ଜନୈକ ମହିଳା, ଯାହାଙ୍କୁ ରାଓ କୌଣସି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଜଣେ ମନ୍ତ୍ରୀଙ୍କ ଶାଳୀ ବୋଲି ଜାଣନ୍ତି ଏବଂ ଶିକ୍ଷୟିତ୍ରୀ ଓ ମନ୍ତ୍ରୀ ଇତ୍ୟାଦି ଅନୁଷ୍ଠାନ ପ୍ରତି ତାଙ୍କର ଚିରାଚରିତ ଅସ୍ୱସ୍ତି ଭାବ ଯୋଗୁଁ ମହିଳାଙ୍କୁ ଜାଣନ୍ତି, ମାତ୍ର ତତୋଧିକ କିଛି ନୁହେଁ, ମଧ୍ୟ ତାଙ୍କ ଆଡ଼କୁ ଅନେଇ ঈଷତ୍ ହସି ମୁହଁ ଫେରାଇ ନେଲେ। 2 ବର୍ଷ ଧରି ମହିଳାଙ୍କ ସମ୍ପର୍କରେ ରାଓଙ୍କ ମନରେ ଥିବା ଅସଲଗ୍ନ ଗୁଡ଼ାଏ ଧାରଣା, ସେ ଅହଙ୍କାରିଣୀ କାହିଁକିନା ସେ ମନ୍ତ୍ରୀଙ୍କ ଶାଳୀ, ସେ ଅତ୍ୟାଚାରିଣୀ କାହିଁକିନା ସେ ହେଡମିଷ୍ଟ୍ରେସ୍, ସେ ଉଦ୍ଧତା କାହିଁକିନା ସେ ମିସ୍, ଓ ସେ ଫୁଲାଣିଆ କାରଣ ସେ ବହଳେ ପାଉଡର ମୁହଁରେ ବୋଳନ୍ତି। ଏଇସବୁ କଥା ସେଇ ନିମିଷକରେ ହସ ତୁଳା ଭଳି ଉଡ଼ାଇ ନେଇଗଲା। ତାହେଲେ ଶୋଭାଯାତ୍ରାର ମଣିଷ ଆଜି ତାଙ୍କୁ ଅନାଇ ହସିଲେଣି? ଏ ତ ମଜାର ବିଷୟ। ଅବଶେଷରେ ରାଜପଥର ନିର୍ଜନତମ ପ୍ରାନ୍ତରରେ ଥିବା ସୁନ୍ଦର ବାଲକୋନି ଆଗରେ ଏକାକିନୀ ଦଣ୍ଡାୟମାନ ସୁକୁମାରୀ ଟିକି ଝିଅଟିଏ ମଧ୍ୟ ତାଙ୍କ ଆଡ଼କୁ ଅନାଇ ହସିଦେଲା। ରାଓ ଟିକେ ଇତସ୍ତତ ହେଲେ। ତାପରେ ସେ ସାଇକେଲରୁ ଓହ୍ଲାଇ ପଡ଼ି ଚାରିଆଡ଼କୁ ଅନାଇଲେ। କେହି ନାହିଁ। ସମ୍ଭ୍ରମରେ ସେ ଝିଅଟି ଆଡ଼କୁ ଆଗେଇ ଗଲେ। ଝିଅଟି ଆହୁରି ହସିଲା। ରାଓ କହିଲେ, ଏଇ ସୁନା ଝିଅ, ଗୋଟିଏ କଥା ପଚାରିବି? ଝିଅ ଜିଜ୍ଞାସୁ ନୟନରେ ଅନାଇଲା। କହ ତ ମା। ମାନେ ତୁ କାହିଁକି ମୋତେ ଅନେଇ ହସିଲୁ? ଝିଅଟି କହିଲା, କାହିଁକି? ତମେ ତ ସେତେ ଦୂରରୁ ମୋତେ ଅନେଇ ହସି ହସି ଆସୁଥିଲ ନା, ସେଥିପାଇଁ। ରାଓ ସ୍ନେହ ଭରେ ଝିଅଟିର ପିଠି ଥାପୁଡ଼େଇ ଦେଇ ସାଇକେଲରେ ଉଠି ବସିଲେ। ସେତେବେଳକୁ ତାଙ୍କ ଛାତି ଭିତରେ ହସର ଭୂମିକମ୍ପ। ଓ ତାହେଲେ ରହସ୍ୟଟିର ସୂତ୍ର ଥିଲା ତାଙ୍କରି ମୁହଁରେ। ବେଶ କିଛି କ୍ଷଣ ପୂର୍ବରୁ ଭୂପତିତ ଭଲ ମଣିଷତ୍ରୟଙ୍କୁ ଅନାଇ ସେ ଯେଉଁ ହସ ହସି ପକାଇଥିଲେ, ସେ ହସ ସମ୍ପୂର୍ଣ୍ଣ ସମ୍ବରଣ କରିବାକୁ ସେ ଭୁଲି ଯାଇଥିଲେ। ରାଜପଥର ସେହି ନିର୍ଜନ ଅଂଶର ଶେଷ ପର୍ଯ୍ୟନ୍ତ ସେ ଆଗେଇ ଗଲେ। ସେତକ ସମୟ ସେ ସଚେତନ ଭାବରେ ହସୁଥିଲେ କେତୋଟି ଗଛ, କେତୋଟି ଚଢ଼େଇ ଓ ଅଦୂରର ନଈପଠାକୁ ଅନାଇ। ମନେ ହେଉଥିଲା ସେମାନେ ବି ଯେମିତି ହସୁଛନ୍ତି। ଏଥର ରାଓ ଘରକୁ ଫେରିଯିବେ। ରବିବାସରୀୟ ସରସ ପତ୍ରିକାର ଗଣ୍ଡାର ଦେହରୁ ଚାହା ଶୁଖିଯିବଣି, କାଗଜଟି ପଢ଼ିବେ। କିନ୍ତୁ କାହିଁକି ସେ ପଦାକୁ ବାହାରି ଆସିଥିଲେ? ମନେ ପଡ଼ିଲା, ପତ୍ରିକାଟିର ସ୍ଥାନୀୟ ଏଜେଣ୍ଟ ପାଖକୁ ଯାଇ ସେଇ କ୍ଷେପଣାସ୍ତ୍ର ଧର୍ମୀ ହକର ପିଲା ବିରୁଦ୍ଧରେ ଅଭିଯୋଗ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ଛାଡ଼, ଆଉ ଦରକାର ନାହିଁ। ଘଟଣା ତ ଆହୁରି ଲଜ୍ଜାକର ହୋଇଯାଇଥାନ୍ତା, ଯାହାକୁ ଛାଡ଼ି ସେ ଗଣ୍ଡାରକୁ
ଚୁମା ଖାଇ ପକାଇଲେ। ସେଇଟି ଚାହା କପ୍ ଛଡ଼ା ଅଧିକ ମୂଲ୍ୟବାନ ତ କିଛି ନୁହେଁ। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟ ଜଗତରେ ଜଣେ ପ୍ରବାଦ ପୁରୁଷ, ଯଶସ୍ୱୀ କଥାକାର, ଆନ୍ତର୍ଜାତିକ କଥାଶିଳ୍ପୀର ମାନ୍ୟତା ଲାଭ କରିଥିବା ଉତ୍କଳ ରତ୍ନ ସମ୍ମାନରେ ବିଭୂଷିତ ସରସ୍ୱତୀ ମନୋଜ ଦାସଙ୍କୁ। କାହାଣୀଟି କେମିତି ଲାଗିଲା? ଏ କ୍ଷୁଦ୍ର ଗଳ୍ପରେ ଯେଉଁ ଚରିତ୍ରର ଅନୁସନ୍ଧାନ ସେ କରିଛନ୍ତି ଏବଂ ଯେଉଁ ଚରିତ୍ରର ନିର୍ମାଣ କରି ଆମମାନଙ୍କୁ ସେ କେଉଁ କଥାଟି ବୁଝାଇବା ପାଇଁ ଚାହିଁଛନ୍ତି, ଯଦି ଆପଣମାନେ ବୁଝିଛନ୍ତି ତାହେଲେ ନିଶ୍ଚିତ ଭାବରେ ଏଇ ଗପଟିକୁ ଶୁଣେଇବାର ଯେଉଁ ଉଦ୍ଦେଶ୍ୟ ସାର୍ଥକ ହେବ। ଗପଟି କେମିତି ଲାଗିଲା ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।